କଥା ବହୁତ ଛୋଟ କିନ୍ତୁ ଅର୍ଥ ବହୁତ ଗଭୀର। ମହମବତୀ ଲଗାଇ ମୃତକଙ୍କୁ ସ୍ମରଣ କରାଯାଏ କିନ୍ତୁ ମହମବତୀ ଲିଭାଇ ଜନ୍ମଦିନ ପାଳନ କରାଯାଏ। ଜୀବନ ସାରା କାନ୍ଥରେ ଲାଗିଥିବା କଣ୍ଟା ସବୁବେଳେ ବୋଝ ଉଠାଏ କିନ୍ତୁ ଲୋକମାନେ କେବଳ ଫଟୋର ପ୍ରଶଂସା କରନ୍ତି। ପାଉଁଜି ହଜାର ହଜାର ଟଙ୍କାରେ ଆସେ କିନ୍ତୁ ତାକୁ ପାଦରେ ପିନ୍ଧାଯାଏ। କିନ୍ତୁ ଟିକିଲି 1 ଟଙ୍କାରେ ଆସେ ତାକୁ କିନ୍ତୁ ମଥାରେ ପିନ୍ଧାଯାଏ। ନିଜର କିଛି ମହତ୍ଵ ନଥାଏ, କେବଳ କର୍ମ ହିଁ ମହତ୍ଵ ଥାଏ। ଘର ଭିତରେ ପଡି ରହିଥିବା ଗୀତା ଓ କୁରାନ ତାଙ୍କ ଭିତରେ କେବେ ସେ ଲଢନ୍ତି ନାହିଁ। ଯୋଉମାନେ ସେମାନଙ୍କ ପାଇଁ ଲଢନ୍ତି ସେମାନେ କେବେ ବି ସେମାନଙ୍କୁ ପଢନ୍ତି ନାହିଁ। ଗୁଣ ପରି କଟୁ ଜ୍ଞାନ ଦଉଥିବା ବ୍ୟକ୍ତି ହିଁ ପ୍ରକୃତ ବନ୍ଧୁ। ମିଠା ମିଠା କଥା କହୁଥିବା ଲୋକ ମାନେ ତ ଚାତୁକାର ବି ହେଇପାରନ୍ତି। ଇତିହାସ ସାକ୍ଷୀ ଅଛି ଆଜି ପର୍ଯ୍ୟନ୍ତ କେବେ ବି ଲୁଣରେ ପୋକ ଲାଗିନାହିଁ କିନ୍ତୁ ମିଠାରେ ସବୁବେଳେ ପୋକ ଲାଗି ଯାଆନ୍ତି। ଭଲ ରାସ୍ତାରେ କେହି ଯାଆନ୍ତି ନାହିଁ କିନ୍ତୁ ଖରାପ ରାସ୍ତାରେ ସମସ୍ତେ ଯାଆନ୍ତି। ସେଥିପାଇଁ ତ ମଦ ବିକୁଥିବା ଲୋକ କୁଆଡେ ଯିବାକୁ ପଡେ ନାହିଁ କିନ୍ତୁ କ୍ଷୀର ବିକୁଥିବା ଲୋକ ଗଳି ଗଳି ଘର ଘର ତାକୁ ବୁଲି ବୁଲି କ୍ଷୀର ବିକିବାକୁ ପଡିଥାଏ। ଆଉ ତାକୁ ବାରମ୍ବାର ପଚରା ଯାଏ, ତୁ କ୍ଷୀରରେ ପାଣି ମିଶେଇନୁ ତ? ଅଥଚ ମଦରେ ଲୋକ ନିଜ ହାତରେ ପାଣି ମିଶାଇ ପିଅନ୍ତି। ବାହାରେ ମଣିଷ ବା ମଣିଷର ବୁଦ୍ଧି କେବଳ ଏତିକି ଯେ ତାକୁ ପଶୁ କହିଲେ ଲାଗିଯାଏ କିନ୍ତୁ ସିଂହ କହିଲେ ସେ ଖୁସି ହୋଇଯାଏ। ଯେତେବେଳେ କି ଗୋଟେ ସିଂହ ମଧ୍ୟ ଗୋଟାଏ ପଶୁ ଅଟେ